ଚାଲନ୍ତୁ ପଢ଼ିବା ବୁଦ୍ଧି ବାମନ ଓଷାର ବୁଦ୍ଧେଇ ଓଷା ବହି କଥା ଦ୍ୱିତୀୟ ଛାନ୍ଦ ବା ଦ୍ୱିତୀୟ ପାଳି କଥା। କହିବା କଥାଏ ଶୁଣ ସୁଜନ, ମନରେ କିଛି ନ ଧରିବ ଆନ। କଥାଏ ମନରେ ପଡ଼ିଲା ମୋର, ବିମଳାଙ୍କ ଆଜ୍ଞା କଟିକ ସାର। ଯେଉଁ ଜନ ଶୁଭେ ପୂଜୋଇ ତାଙ୍କୁ, ଅଭୟ ବର ଦିଅନ୍ତି ତାହାକୁ। ଚମ୍ପାବତୀ ନାମ ଏକଇପୁର, ତହିଁ ଅଛି ଏକ ଶୁଣ୍ଢିର ଘର। ସେ ନଗରୀରେ ଅଷ୍ଟ ଐଶ୍ୱର୍ଯ୍ୟ ଜାଣ, ବହୁତ ଆୟ ହୋଇ ଯହିଁ ଧନ। ସେ ରାଜ୍ୟ ନାରୀ ଏ ଓଷା କରନ୍ତି, ବୁଦ୍ଧି ବାମନଙ୍କୁ ମନେ ସ୍ମରନ୍ତି। ସେ ଶୁଣ୍ଢି ଘରର ମହିମା ଶୁଣ, ଯା କହିଲେ ନ ସରଇ ପୁଣ। ଶୁଣ୍ଢିର ନାମ ଅଟେ ରଘୁ ସାହୁ, ଭାରିଜା ନାମ ସୁକୁମାରୀ ସେହୁ। ଏକହି ବ୍ରାହ୍ମଣ ସେ ରାଜ୍ୟ ଥିଲା, ଶୁଣ୍ଢି ସଙ୍ଗେ ସେହୁ ବିବାହ କଲା। ଶୁଣ୍ଢି ଜିଣିଲା ହାରିଲା ବ୍ରାହ୍ମଣ, ଝିଅ ଗୋଟିଏ ତାକୁ ଦେଲା ଯେ ପୁଣ। ଶୁଣ୍ଢି ଜିଣିଲା ହାରିଲା ବ୍ରାହ୍ମଣ, ଝିଅ ଗୋଟିଏ ତାକୁ ଦେଲା ପାରଇ। ଦୁଇ ପ୍ରାଣୀ ଥାଇ ବିଚାର କଲେ, ଶିବଙ୍କୁ ସେବିବା ଚାଲ ବୋଇଲେ। ରାତ ହୋଇଅଛି ବେନି ସଂଯୋଗ, ଦୁଇ ପ୍ରାଣୀ ଚଳି ଗଲେ କବେଗ। ଏମନ୍ତ ସମୟ ବୁଧେଇ ପୁଣ, ବାଟେ ବସିଛନ୍ତି ହୋଇ ମଉନ। ଗୃହସ୍ଥ ଭାରିଜା ଦୁହେଁ ଦେଖିଲେ, ବାଟ ଛାଡ଼ି ଦିଅ ବୋଲି ବୋଇଲେ। ବୁଧେଇ ବୋଇଲେ ଛାଡ଼ିବି ନାହିଁ, କି ବର ମାଗୁଛୁ ମାଗ ତୁଇ। ଶୁଣ୍ଢିଆଣି କହେ ବଚନ, କେଉଁ ଦେବତା ତୁମେ ଅଟ ପୁଣ। ବୁଧେଇ ବୋଇଲେ ଶୁଣଲ ନାରୀ, ବୁଧଇ ନାମ ଅଟଇ ମୋହରି। ଭାଦ୍ରବ ମାସ ଆଦ୍ୟ ବୁଧବାର, ସେ ମାସେ ଓଷା ପାଞ୍ଚ ପାଳି ମୋର। ଏ ଓଷା ଗୋଟିକ ସେହୁ କରିବ, ଯାହା ମନାସିବ ତାହା ପାଇବ। ଅପୁତ୍ରିକର ଯେ ପୁତ୍ର ହୋଇବ, ଅନ୍ଧ ହୋଇଲେ ଚକ୍ଷୁ ପାଇବ। ଦେହରେ କୃଷ୍ଣ ବ୍ୟାଧି ଯେବେ ହେବ, ଏ ଓଷା କଲେ ସେ ଭଲ ହୋଇବ। ବଞ୍ଚି ପଡ଼ିଛି ଯେ ଏ ଓଷା କଲେ, ଅବଶ୍ୟ ଗଛ ଫଳିବଟି ଭଲେ। ଏ କଥା ଶୁଣିଲା ଶୁଣ୍ଢିଆଣି, ବୋଇଲା ଏ ଓଷା କରିବି ପୁଣି। ଜୀବନ ଥିବା ଯାଏ ଯେ ମୋହର, ସେବୁ ଯେ ଥିବୁ ଚରଣ ତୁମର। ଏମନ୍ତ କହି ଦୁହେଁ ଚଳିଗଲେ, ଆପଣା ଆଶ୍ରମେ ଯାଇ ହୋଇଲେ। ବୁଦ୍ଧି ବାମନ ଅନ୍ତର୍ଦ୍ଧାନ ହେଲେ, ଶୁଣ୍ଢିଆଣିକି ବର ଦେଇଗଲେ। ଏଥି ଉତ୍ତାରୁ ସେ ଉପାସ କଲା, ଗୃହସ୍ଥ ଦେହୁ କୁଷ୍ଠ ବ୍ୟାଧି ଗଲା। ପାଞ୍ଚ ପୁତ୍ର ତାର ହେଲେ ଜନମ, ସଂସାର ବିଖ୍ୟାତ ହୋଇଲା ପୁଣ। ଏଥି ଉଠାରୁ ଶୁଣ ହେ ଆନ, ସେହି ନଗରରେ ଏକଇ ରାଜନ। ରାଜ୍ୟରେ ତାହାର ଶତ୍ରୁ ନ ଆସଇ, ପରଜା ସେହୁ ସୁଖେ ପାଳୁଥାଇ। ଏକ ଦିନକରେ ସେହୁ ରାଜନ, ଶିକାରକୁ ବି ଯେ କଲା କପୁଣ। ଆଜି ଯାଉଅଛି ମୃଗ ବନକୁ, ଶୁଣ୍ଢିଆଣି ଚାହିଁ ଦେଲା ତାହାକୁ। ଆଜି ମୁଁ କେଉଁ ପାପ କରିଥିଲି, ଆଣ୍ଠୁକୁଡ଼ା ରାଜା ମୁଖ ଚାହିଁଲି। ଏଇ କଥା ପାଖ ଲୋକ ଶୁଣିଲେ, ରାଜା ଆଗରେ ଯାଇ ନ କହିଲେ। ରାଜା ବୋଇଲେ ମନ୍ଦ କୃତ୍ୟ ହେଲା, ସେହି ଆଣ୍ଠୁକୁଡ଼ି କିମ୍ପା ନହିଲା। ଯାହାରେ ଦୂତ ବେଗେ ହୋଇକରି, ତାର ପୁତ୍ରକୁ ଆଣେ ବେଗେ ଧରି। ଆଜ୍ଞା ପ୍ରମାଣେ ଦୂତ ଚଳିଗଲେ, ପାଞ୍ଚ ପୁତ୍ରକୁ ତାର ଧରି ନେଲେ। ଦୂତ ବୋଇଲେ ଶୁଣ ରୂପମୁହିଁ, ତାର ପୁତ୍ରକୁ ଆଣି ସାରିଲୁଣି। ଶିର ଛେଦନ କରିବି ବହନ, ଏଥୁ ଅନ୍ତରେ ସୁଜନେ ଶୁଣ। ଆଦ୍ୟ ଭାଦ୍ରବ ବୁଧବାର ଦିନ, ବୁଧେଇ ଓଷା ହେବ ସେହୁ ଦିନ। ଶାଶୁ ବୋଲଇ ଯେ ବୋହୂକୁ ଚାହିଁ, ଓଷା ଆଜିକି ଲୋ କରିବୁ ନାହିଁ। ଶୁଣିଣ ବୋହୂ ବୋଲଇ ବଚନ, କାହିଁ ପାହିଁ ଓଷା କରିବି ପୁଣ। ପାଞ୍ଚ ପୁଅ ମଲେ ରାଜା ଆଜ୍ଞାରେ, ଏ ଓଷା କରିବି କେଉଁ ପ୍ରକାରେ। ଶୁଣିଣ ଶାଶୁ ବୋଇଲେ ବଚନ, ରଖି ଦେବତାଙ୍କୁ ଲୋ ବୁଦ୍ଧି ବାମନ। ଏମନ୍ତ ଶୁଣି ଓଷା ବିଧି କଲେ, କଟିରେ ବସି ହୁଳ ହୁଳି ଦେଲେ। ବୁଦ୍ଧି ବାମନ ଲାଗି କରିଲେ ଓଷା, ସାରି କରି ଘରକୁ ଗଲେ। ଏଥୁ ଅନନ୍ତରେ ବୁଦ୍ଧି ବାମନ, ଯେଉଁଠାରେ ପୁତ୍ର ପଡ଼ିଛି ପୁଣ, ସେଠା ପରେ ଯାଇ ପ୍ରବେଶ ହେଲେ। ଗଣ୍ଡି ମୁଣ୍ଡ ଯୋଡ଼ି ଦେଲେ ନାହିଁ, ଫୁଲ ପାଣି ନେଇ ସିଞ୍ଚି ଉପରେ। ପୁତ୍ରମାନେ ତାହିଁ ଉଠିଲେ ଧୀରେ, ବୁଦ୍ଧି ବାମନ ମହିମା ଅଶେଷ। ଘରେ ଯାଇ ପୁତ୍ର ହେଲେ ପ୍ରବେଶ, ପୁତ୍ରକୁ ଦେଖିଣ ମାତା ତାଙ୍କରି। ଆନନ୍ଦ ମନରେ କଳରେ ଧରି, ପୁତ୍ର ବୁଝାଇ କହିଲେ ସମସ୍ତେ, ମନରେ ପରତେ ନ କଲେ ମାତ। ଏଥୁ ଅନ୍ତରେ ଆହୁରି ଦିନେ, ରାଜା ଶିକାରକୁ ଗଲେ ଗହନେ। ସେଦିନୁ ସକାଳୁ ସେ ପୁଣି ଉଠି, ଏମନ୍ତ ସମୟ ରାଜାଙ୍କୁ ଭେଟି। ପଡ଼ି ଯାଉ ତୋର ଧନ ସମ୍ପତ୍ତି, ଆଣ୍ଠୁକୁଡ଼ା ମୁଖ ଚାହିଁଲି ନୀତି। ରାଜା ତା ମୁଖରୁ ଏମନ୍ତ ଶୁଣି, ପୁଣି ସେ ପୁତ୍ରକୁ ଧରିଣ ଆଣି। ହସ୍ତିଦନ୍ତରେ ତାକୁ ଚିରାଇଣ, ସମୁଦ୍ର ମେଲିଣ ଦେଲାକ ପୁଣ। ଏହି ମତି କେତେ ଥର ସେ କଲା, ପୁତ୍ରମାନଙ୍କୁ ମାରି ନ ପାରିଲା। ରାଜା ବୋଇଲା ଚାର ମାନେ ଶୁଣ, ଶୁଣ୍ଢିଆଣିକି ଧରି ଆଣ ପୁଣ। ଶୁଣିଣ ଦୂତେ ତତ୍କ୍ଷଣେ ଗଲେ, ଶୁଣ୍ଢିଆଣିକି ଧରିଣ ଆଣିଲେ। ରାଜା ବୋଇଲେ ଏ କେଉଁ ବିଧାନ, ତୋର ପୁତ୍ରକୁ ନହିଲା ମରଣ। ଶୁଣ୍ଢିଆଣି ଥାଇଁ ବୋଲେ ଗୋସାଇଁ, ବୁଧେଇ ଓଷା ଯେ କରଇ ମୁହିଁ। ଏଥିରେ ସଂଶୟ ନାହିଁ ଗୋସାଇଁ, ଏ ଓଷା କଲେ ପୁତ୍ର ଦାନ ପାଇ। ଏକଥା ଶୁଣି ରାଜା ସନ୍ତୋଷ ହେଲେ, ରାଣୀ ଶୁଣି ଉପବାସ ଯେ କଲେ। ରାଜା ଓଷାଦ୍ରବ୍ୟ ସମସ୍ତେ ଦେଲେ,
କୋଠିରେ ଯାଇ ପ୍ରବେଶ ହେଲେ ସମସ୍ତେ ନାରୀମାନେ ତହିଁ ମିଳିଲେ। ଦେଉଣ ଅଛନ୍ତି ଯେ ହୁଳହୁଳି ବୁଦ୍ଧି ମନକୁ ଲାଗି ଦେଇଣ ଘରେ ପ୍ରବେଶ ହୋଇଲେ କପୁଣ। ସେହି ଦିନୁ ରାଣୀ ଗର୍ବ ହୋଇଲେ 10 ମାସେ ପୁତ୍ର ଜନ୍ମ କଲେ। ମନବାଞ୍ଛା ତାଙ୍କ ହୋଇଲା ପୂର୍ଣ୍ଣ ଜନ୍ମ ହେଲା ଏକ ନନ୍ଦନ। ଏହି ମତି କରି ତରିବେ ଜନ ସଂସାରେ ବିଖ୍ୟାତ ହୋଇଲା ପୁଣ। ରାଜା ବହିଲେ ଚାର ମାଣି ଶୁଣ ରଘୁ ସାହୁକୁ ଡକାଇଣ ଆଣ। ତକ୍ଷଣେ ଚାର ବେଗେ ହୋଇଗଲେ ରଘୁ ସାହୁକୁ ଡାକିଣ ଆଣିଲେ। ଚାର ବହିଲେ ରାଜା ଆହେ ଶୁଣ ରଘୁ ସାହୁକୁ ଆଣିଲଣି ପୁଣ। ରାଜା ଶୁଣିକରି ଆନନ୍ଦ ହେଲେ ଧନ ବସ୍ତ୍ର ତାକୁ ବହୁତ ଦେଲେ। ଦ୍ୱିତୀୟ ଚାନ୍ଦ ଯେ ହୋଇଲା ଶେଷ ଭାବେ ଭଣିଲେ ଗୋପୀନାଥ ଦାସ। ଏହା ଦ୍ୱିତୀୟ ଅଧ୍ୟାୟ ସମାପ୍ତ। ଜୟ ଜଗନ୍ନାଥ। ହର ହର ଶମ୍ଭୁ।